ଆମେ ପଢୁଥିଲେ ମାତୃରତ୍ନାବଳୀ ପାର୍ଟ 3 ଧର୍ମପଦର ଟୀକା। ବିଷୟ ଥିଲା ବୁଦ୍ଧ। ତା ଭିତରେ ଅଷ୍ଟଧା ମାର୍ଗ ବିଷୟରେ ଆମେ ଆଲୋଚନା କରୁଥିଲେ। ଅଲରେଡି 6ଟା ଆଲୋଚନା ସରିଛି। ଯଥାର୍ଥ ଦର୍ଶନ, ଯଥାର୍ଥ ଅଭିପ୍ରାୟ, ଯୋଉଟା କି ଯଥାର୍ଥ ଆକାଂକ୍ଷା ବୋଲି ମା କହୁଛନ୍ତି। ତାପରେ କାହାକୁ କୌଣସି ଆଘାତ ଦେଉନଥିବା ଯଥାର୍ଥ ବଚନ, ତାପରେ ଯଥାର୍ଥ ଆଚରଣ, ତାପରେ ଯଥାର୍ଥ ଜୀବନ ପ୍ରଣାଳୀ, ଯଥାର୍ଥ ପ୍ରୟାସ। ଏଇ 6ଟା ଆଲୋଚନା ସରିଛି। ତାପରେ ଆମେ ଆଜି ଦେଖିବା ଯଥାର୍ଥ ସାବଧାନତା। ମା କହୁଛନ୍ତି ସପ୍ତମ ମାର୍ଗଟି ଷଷ୍ଠଟିର ହିଁ ଅଧିକ ଦୃଢ ଭାବରେ ସମର୍ଥନ କରୁଛି। ଯଥାର୍ଥ ପ୍ରୟାସକୁ ସମର୍ଥନ କରୁଛି ଯଥାର୍ଥ ସାବଧାନତା। ତୁମର ମନ ସର୍ବଦା ସକ୍ରିୟ ଏବଂ ସତର୍କତା ସମ୍ପନ୍ନ ହୋଇ ରହିଥିବ। ତୁମେ କଦାପି ଏକ ଅର୍ଦ୍ଧ ସୁପ୍ତିର ଅବସ୍ଥାରେ ପଡି ରହିବ ନାହିଁ। ଅର୍ଦ୍ଧଚେତନାର ଏକ ଅବସ୍ଥାରେ କଦାପି ରହିବ ନାହିଁ। ସାଧାରଣତଃ ଜୀବନର କ୍ଷେତ୍ରରେ ଏପରି ହୋଇଥାଏ ଯେ ପରିସ୍ଥିତି ଯେତେବେଳେ ଯେଉଁପରି ଆସେ ତୁମେ ନିଜକୁ ତାହାରି ହାତରେ ହିଁ ସେହିପରି ଛାଡି ଦେଇଥାଅ। ଏଇ କଥାଟିକୁ ସମସ୍ତେ କରିଥାନ୍ତି। ମଝିରେ ମଝିରେ ତୁମର ନିଦ ଭାଙ୍ଗିଗଲେ ତୁମେ ନିଜର ସମୟକୁ କେବଳ ନଷ୍ଟ କରିଦେଲ ବୋଲି ଉପଲବ୍ଧି କରିବାକୁ ଲାଗ। ତାପରେ ପୁଣି ଏକ ବୃହତ ପ୍ରୟାସ ଆରମ୍ଭ କରିଦିଅ ଏବଂ ପୁଣି ଗୋଡ ଖସି ପଡିଯାଅ। ଗୋଟିଏ ମୁହୂର୍ତ୍ତ ନ ଯାଉଣୁ ହିଁ ପୁଣି ଆଳସ୍ୟ ମଧ୍ୟରେ ଆସି ପଡିଯାଅ। ତୁମେ ଯାହା କରୁଛ ସେଥିରେ କୌଣସି ତୀବ୍ରତା ବା ପ୍ରଚଣ୍ଡତା ନଥାଉ ପଛକେ ଅଧିକ ପରିମାଣରେ ବରଂ ଏକ ସତତତା ରହିଥିବା ଉଚିତ। ଯଥାର୍ଥ ସାବଧାନତା। ଆମର ଯଦି ସାବଧାନତା ଶବ୍ଦ ବ୍ୟବହାର କରିବା ତେବେ ସେଥିପାଇଁ ମା କହୁଛନ୍ତି ଏହା ଯଥାର୍ଥ ପ୍ରୟାସରେ ଯେତେବେଳେ ବର୍ଣ୍ଣନା କଲେ ଯେ କୋଉ ଗୁଡାକ ନା ଯୋଉଗୁଡାକ ଆମକୁ ଅଗ୍ରଗତି ଆଡକୁ ନଉଛି ସେଇଗୁଡାକ ହଉଛି ଯଥାର୍ଥ ପ୍ରୟାସ। ନହେଲେ ଅନ୍ୟ ସବୁ ଗୁଡାକ ଆମ ପାଇଁ ହଉଛି ନିରର୍ଥକ ପ୍ରୟାସ। ତେଣୁ ଏଠି ଯୋଉ ସାବଧାନତା କୁହାଯାଉଛି ସେଇଆକୁ ନେଇକି ଆପଣ ସାବଧାନ ହେବେ। ଆପଣ ଯାହା କରୁଛନ୍ତି, ଆମେ ଯାହା କରୁଛୁ, ଯାହା କହୁଛୁ, ଯାହା ଶୁଣୁଛୁ, ତାକୁ ବି ଆମେ କଣ କରିବା ସାବଧାନତାର ସହିତ ତାକୁ ଶୁଣିବା। ତାକୁ ଦେଖ ଶୁଣିବାଟା ବି ସାବଧାନତାର ସହିତ କାହିଁକି କହୁଛି କାହିଁକିନା ଅନେକ ଶବ୍ଦ ଆମ ଚତୁଃପାର୍ଶ୍ଵରେ ଆସି ଆମ କାନରେ ପଶିବ। ସେତେବେଳେ ଯଦି ଆମେ ଅଭ୍ୟାସ ଆରମ୍ଭ କରିଦବା ଯେ ଯଥାର୍ଥ ବଚନ ଶୁଣିବା ପାଇଁ ବା ଯଥାର୍ଥ କଥା ଶୁଣିବା ପାଇଁ, ତାହେଲେ ଆପଣ ଦେଖିବେ ଯେ ଅନ୍ୟ କଥା ଗୁଡାକ ଶବ୍ଦ ଉଚ୍ଚାରଣ ହେଲେ ମଧ୍ୟ ଆପଣଙ୍କର ଧ୍ୟାନ ସିଆଡକୁ ଯିବ ନାହିଁ। ତେଣୁ ଆପଣଙ୍କ କାନରେ ସେଗୁଡାକ ଆସି ବାଜିବ ନାହିଁ। ଏଇଟା କଷ୍ଟ ଲାଗିପାରେ, ଶୁଣିବାକୁ ଟିକେ ଅବାଗିଆ ଲାଗିପାରେ, କିନ୍ତୁ ପ୍ରୟାସ କଲେ ଆପଣ ଦେଖିବେ ତାହା ହେଉଛି। ଅନେକ ଲୋକ ହୁଏତ ସେଠି ଆପଣ କହିପାରନ୍ତା ତୁ ସେଇଠି ଥିଲୁ ଶୁଣିନୁ। ଆପଣ ସତରେ ଶୁଣୁନଥିବେ, ମିଛରେ ନୁହଁ, ସତରେ ହିଁ ଶୁଣୁନଥିବେ। ତେଣୁ ଯେତେବେଳେ ଆମେ ଜୀବନର ଭିନ୍ନ ଭିନ୍ନ ପରିସ୍ଥିତିରେ ଆସୁଛୁ, ମା ବର୍ଣ୍ଣନା କରୁଛନ୍ତି ଅନେକ ସମୟରେ ଆମେ ସେଇ ପରିସ୍ଥିତିର ଦାସ ହେଇଯାଉ, କ୍ରୀଡନକ ହେଇଯାଉ, ବା ସେଇ ଘଟଣା ଯାହା ଘଟେ, ଯୋଉ କ୍ରିୟା, ଯୋଉ ପରିସ୍ଥିତିର ଯୋଉ କଣ ପରିଣାମ ଘଟିବ ସେ ବିଷୟରେ ଚିନ୍ତା ନ କରି ଯାହା ଘଟୁଛି ସେଇଥିରେ ଆମେ ବୋହି ଯାଉ। ବୋହି ଯାଇକିରି ଆମେ କରୁ। କିନ୍ତୁ ସେତେବେଳେ ମା କହୁଛନ୍ତି ସାବଧାନତା ଅବଲମ୍ବନ କରିବା ଉଚିତ। ସେଥିପାଇଁ ଯୋଉଟା ଅଷ୍ଟଧା ମାର୍ଗରେ ରହିଛି ଯଥାର୍ଥ ସାବଧାନତା, ତାକୁ ଅ ମା କହୁଛନ୍ତି ଯେ ଅନେକ ସମୟରେ ଆମେ ଏଇଭଳି ଭାବରେ ସେଇଥିରେ ନିଜକୁ ଛାଡି ଦଉ ବୋହି ଯିବା ପାଇଁ। ତାପରେ ପୁଣି ଭାବୁ କଣ ଯେ ଏତେ ସମୟ ନଷ୍ଟ ହେଇଗଲା ମୋର, ଏମିତି ହେଇଗଲା, ସେମିତି ହେଇଗଲା। ତାପରେ ଗୋଟେ ବଡ ପ୍ରୟାସ କରିବାକୁ କାମ କରିବାକୁ ପ୍ରୟାସ କରୁ। ଏଇଟା କରିବା, ସେଇଟା କରିବା, ଏମିତି ସେଥିରେ ଲାଗି ପଡୁ। ତାର କଣ ହୁଏ ଯେତେବେଳେ ଗୋଟେ ବଡ ପ୍ରୟାସ ବା ବଡ ଚେଷ୍ଟା ବା ଗୋଟେ ବଡ କାମ ହଠାତ୍ ହାତକୁ ନେଇଯିବେ, ଆପଣ ନିଶ୍ଚୟ ଫେଲ ମାରିବେ। ନାଇଁ, କହୁଛି ନିଶ୍ଚୟ ୱାର୍ଡ ଟା ହେଇଗଲା ଏଇଥିପାଇଁ ଯେ ଆପଣ ସାବଧାନ ହେଇନାହାନ୍ତି, ଆଗରୁ କରିନାହାନ୍ତି, ହଠାତ୍ ଚେଷ୍ଟା କରିବେ କେମିତି ହବ। ସେଥିପାଇଁ ଛୋଟ ଛୋଟ କାମ କରାଯାଏ। ଯୋଉଟା ଆପଣ କରିପାରିବେ ସେଇଭଳିଆ ଛୋଟ ଛୋଟ ଚେଷ୍ଟା ଯେତେବେଳେ କରିବେ, ତାହେଲେ ସେଥିରେ ଯେତେବେଳେ ପ୍ରୟାସର ପରିଣାମ ଯେତେବେଳେ ଆସିବ ଆପଣଙ୍କୁ ଟିକେ ଖୁସି ଲାଗିବ। ଆପଣଙ୍କର ପ୍ରୟାସ ଯେ ରହିଲା, ଆପଣ ଯେ କରିପାରିଲେ, ସେଇ ଯୋଉ କନଫିଡେନ୍ସ ଲେବୁଲ ବଢି ବଢି ଚାଲିବ। ବଢି ବଢି ଚାଲିଲେ କଣ ହବ, ତାପରେ ନୂଆ ନୂଆ ଆଉ ଟିକେ ଅଧିକରୁ ଅଧିକ ବଡ କଷ୍ଟ କାମ ଆପଣ ହାତକୁ ନେଇପାରିବେ। କିନ୍ତୁ ଲୋକମାନେ କଣ କରନ୍ତି, ହଠାତ୍ ଏକ ବୃହତ ପ୍ରୟାସ ନେଇଯାଆନ୍ତି, ତାପରେ ହୁଏ ନାହିଁ। ମନେ କରାଯାଉ କଣ ହଉଛି ନା ବର୍ତ୍ତମାନ ପିଲାଙ୍କର ଲାଇଫଷ୍ଟାଇଲ ବା ଲୋକଙ୍କର ଲାଇଫଷ୍ଟାଇଲ ବି ଚେଞ୍ଜ ହେଇଗଲାଣି।
ଆଗରୁ 9ଟା 10ଟା ଭିତରେ ଶୋଇ ପଡୁଥିଲେ ଏବଂ ଭୋର 3ଟା 4ଟାରେ ଉଠି ଯାଉଥିଲେ। ଏବେ ଘରେ ତ କାମ ଦାମ ସାରିକି ଆସୁଛନ୍ତି ସବୁ 12ଟା, ଖାଇ ପିଇକି ବାହାରିଲା ବେଳକୁ, ଖାଇ ପିଇ ସାରିଲା ବେଳକୁ ଗୋଟାଏ। ତେଣୁ ଗୋଟାଏ ବେଳକୁ ଶୋଉଛନ୍ତି, ଉଠୁଛନ୍ତି ବହୁତ ଡେରି। ଇଏ ଗୋଟେ ଅଭ୍ୟାସ ହେଇଗଲାଣି। ଆପଣ ଯଦି କହିବେ ହଠାତ୍ ସାବଧାନ ହେଇଗଲେ ଏବଂ ତାପରେ କହିବେ ଯେ ମୁଁ ନାଇଁ ନାଇଁ 4ଟାରେ ଉଠିବି, ଉଠି ପାରିବେନି 4ଟା ବେଳେ, କାହିଁକିନା 4ଟାରେ ଉଠିଲେ ବି ପୁଣି ଆଉ ଥରେ ଶୋଇ ପଡିବେ। କିନ୍ତୁ ଆପଣ କଣ କରିବେ, ଅଭ୍ୟାସ କେମିତି କରିବେ? ଠିକ ଅଛି, ମୁଁ 8ଟାରେ ଉଠୁଛି କି 9ଟାରେ ଉଠୁଛି ତ ଅଧଘଣ୍ଟା ଡେରି କରିବେ, ମାନେ ଶୀଘ୍ର ଉଠିବାକୁ ଚେଷ୍ଟା କରିବେ। 8:30ରେ ଉଠିବେ, ତାପରେ 8ଟାରେ ଉଠିବେ। ଏମିତି ଅଭ୍ୟାସ କରି ଧୀରେ 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 ଉଠିଲେ ପୁଣି 4:30ରେ ଆପଣ ଉଠି ପାରିବେ। ଏବଂ ଯେତେବେଳେ ସେପଟରୁ ଅଧଘଣ୍ଟା କରିବେ, ତେଣୁ ଏପଟୁ ଅଟୋମେଟିକାଲି ନିଦ ଲାଗିବ, ଶୀଘ୍ର ଶୋଇବେ। ତେଣୁ ଶୀଘ୍ର ଶୋଇବା ଆରମ୍ଭ ଏବଂ ଶୀଘ୍ର ଉଠିବା ବି ହବ। ନହେଲେ ହଠାତ୍ ଯଦି କହିବେ ନାଇଁ ନାଇଁ ମୁଁ କାଲି 4ଟାରେ କାହିଁ ଉଠି ପାରିଲିନି, ମନ ଦୁଃଖ କରିବେ। ତେଣୁ କହିବେ ହେ ମୋ ଦ୍ଵାରା ହବ ନାହିଁ, ଆଳସ୍ୟ। ତେଣୁ ତାପରେ କଣ ହୁଏ, ସେମାନେ ଆଳସ୍ୟତାକୁ ପୁଣି ଘାରି ଦିଅନ୍ତି, ପୁଣି ଅସାବଧାନ ହେଇକିରି ରହିଯାଆନ୍ତି। ତେଣୁ ସାବଧାନ ହେବେ ଏବଂ ଯୋଉ କାର୍ଯ୍ୟଟି କରିପାରୁନାହାନ୍ତି ବା କଷ୍ଟ ହେଇଛି ବା ଆପଣ ଫେଲ ମାରିଛନ୍ତି ବା ସଂକଳ୍ପ ଭୁଲି ଯାଇଛନ୍ତି, ନୂତନ ସଂକଳ୍ପ କଲା ବେଳେ ଗୋଟେ ତୀବ୍ର ସଂକଳ୍ପ କରିବେ, କିନ୍ତୁ ବଡ ସଂକଳ୍ପ ନ କରି ଛୋଟ ଛୋଟ ବିଜୟ ହାସଲ କରିବାକୁ ଚେଷ୍ଟା କରିବେ। ଏଇଟା ହଉଛି ଆମ ପାଇଁ ଏକ ଛୋଟ ଛୋଟ ପଦକ୍ଷେପ, କିନ୍ତୁ ସଫଳଦାୟୀ ପଦକ୍ଷେପ ହବ। 8ରେ ସବା ଶେଷରେ ଯଥାର୍ଥ ମନନ। ବସ୍ତୁ ଗୁଡିକର ଅସଲ ସତ୍ୟଟି ଉପରେ ହିଁ ଆମର ଅହଂମୁକ୍ତ ଭାବନାଟି ଅଭିନିବେଶିତ ହୋଇ ରହିଥିବ। ଅନ୍ତରତମ ସତ୍ୟ ଏବଂ ହାସଲ କରିବାକୁ ରହିଥିବା ଲକ୍ଷ୍ୟଟି ଉପରେ ତାହା ସଂକେନ୍ଦ୍ରିତ ହୋଇ ରହିଥିବ। ବା ଯଥାର୍ଥ ମନନ, ତା ମା ଏଠି ଟୀକାରେ ଯୋଉ ବର୍ଣ୍ଣନା ରହୁଛି ଯେ ସତ୍ୟଟି ଉପରେ ଅହଂମୁକ୍ତ ଭାବନାଟି ଅଭିନିବେଶିତ ରହିଥିବ। ଅହଂ ମୁକ୍ତ ମାନେ ଅହଙ୍କାର ଯୁକ୍ତ ନ ହେଇକିରି, ଅହଙ୍କାରରୁ ମୁକ୍ତ ହେଇକିରି, ଅହଂ ବି ନଥିବ, ଅହଂ ମୁକ୍ତ ହେଇକିରି ସେଇ ସତ୍ୟ ଉପରେ ଆମର ଲକ୍ଷ୍ୟ ଅଭିନିବେଶିତ ରହିବ ଏବଂ ଆମେ ଚେଷ୍ଟା କରିବା ସେଇଗୋଟିକ ଏଇଗୋଟିକ ଅନ୍ତରତମ ସତ୍ୟ ଏବଂ ହାସଲ କରିବାକୁ ରହିଥିବା ଲକ୍ଷ୍ୟଟି ଉପରେ ସବୁବେଳେ କନସେନଟ୍ରେଟ କରିକି ରହିଥିବେ। ଜୀବନର ଗତିପଥରେ କେତେ ଥର ଆମର ଗୋଟାଏ ପ୍ରକାରର ଶୂନ୍ୟତାର ଭାବ ଅନୁଭବ ନ କରୁ? ବେଳେ ବେଳେ ଏପରି ଏକ ବେଳ ଆସେ ଯେତେବେଳେ କିଛି କରିବାକୁ ନଥାଏ, ତାହା ଅଳ୍ପ କେତେ ଦଣ୍ଡ ପାଇଁ ଆସିଥାଏ, ପୁଣି ବେଳେ ବେଳେ ଅଧିକ ସ୍ଥାୟୀ ଭାବରେ ବି ଆସିଥାଏ। ଏବଂ ସେତେବେଳେ ତୁମେ କଣ କର କହିଲ? ମା ବର୍ଣ୍ଣନା କରୁଛନ୍ତି, ଦେଖନ୍ତୁ ମାନେ ପ୍ରାକ୍ଟିକାଲ ସିଚୁଏସନ ଲୋକଙ୍କର ଆମର ଏମିତି ହିଁ ଆସେ ଯେ ଯେମିତି ଲାଗେ କିଛି ହେଲା ନାହିଁ, କଣ ହେଲା ସବୁ ଏମିତି ରହିଗଲା, ଏଇଆ ରହିଗଲା, ଏମିତି ସବୁ ପୁରା ଗୋଟେ ଶୂନ୍ୟ ତାର ଭାବ ଆସେ। ଏବଂ ତାପରେ କହୁଛନ୍ତି ବେଳେ ବେଳେ ଏମିତି ବି ଆସେ ଯେ ତାହା କେତେ ସମୟ ପାଇଁ ଆସିପାରେ ଯେ ମୁଁ ଆଉ କଣ କରିବି, ଆଉ କିଛି କରିବାକୁ ନାହିଁ। ସଙ୍ଗେ ସଙ୍ଗେ ତୁମେ ମନକୁ ବାହାରେଇ ଅନ୍ୟ ଆଡେ ନେଇଯିବାକୁ ଚେଷ୍ଟା କର ଏବଂ ସମୟଟିକୁ କଟାଇ ଦେବା ପାଇଁ ତୁମେ କୌଣସି ନା କୌଣସି ଏକ ନିର୍ବୋଧତାର ଉଦ୍ଭାବନ କରି ବସ। ଆମ ଭିତରେ ଯେତେବେଳେ ଗୋଟେ ଏଇ ପ୍ରକାର ଭାବ ଆସେ, କିଛି କରିହେଲାନି, ସବୁ ହେଇଗଲା, ଆଉ କଣ ରହିଲା, ଏମିତି ଏମିତି ଭାବ ଆସେ। ଏବଂ ଗୋଟେ ସମୟ ଆସେ, ସେ ସମୟରେ ତେଣୁ ଆମେ କଣ କରୁ, ହେ ଭଲ ଲାଗୁନି, କଣ କରିବି କହିଲ? ତାପରେ କଣ କରୁ, ଟିଭି ଦେଖିଦଉ ବା ଯାଇକିରି ତାସ ଖେଳ ହଉଥିବ, ଆଉ କଣ ଖେଳ ହଉଥିବ, କିମ୍ବା ଧୁମଧଡକା ଗୀତ ବଜେଇ ଦେଇ ଶୁଣିଦଉ ତା ଭିତରେ ବାହାରିବା ପାଇଁ। ଏମିତି ଆମେ କିଛି ନିର୍ବୋଧତାରେ କାମ କରି ବସୁ ସେଇ ସମୟଟିକୁ ଆଭଏଡ କରିବା ପାଇଁ। ଏଇଟା ଏକ ସାଧାରଣ କଥା, ମା ଲେଖୁଛନ୍ତି ଏଇଟା ଏକ ସାଧାରଣ କଥା। ସାନ ମାନଙ୍କ ଠାରୁ ଆରମ୍ଭ କରି ବଡଙ୍କ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ କିପରି କେତେବେଳେ ହେଲେ ବି ନିରାଶ ବା ବିରକ୍ତି ନ ଲାଗିବ, ସେଥିଲାଗି ଚେଷ୍ଟା କରି ଆପଣାର ଅଧିକାଂଶ ସମୟ କଟାଇ ଦିଅନ୍ତି। ଯେମିତି ସେମାନେ ନିରାଶ ନ ରହିବେ, ବିରକ୍ତ ନ ହେବେ, ଅଧିକାଂଶ ସମୟ ସେଇ ଅନୁସାରେ କଟାନ୍ତି। ନିରସତା ହିଁ ସେମାନଙ୍କୁ ସବୁଠାରୁ ଅଧିକ ପ୍ରିୟ ଘୃଣାର ବସ୍ତୁ ହେଇ ରହିଥାଏ। ଏବଂ ସେଇ ନିରସତା ରକ୍ଷା ପାଇବାକୁ ଯାଇକି ସେମାନେ ନିର୍ବୋଧ ଭାବରେ କିଛି ନା କିଛି କରିବାରେ ଲାଗିଥାଏ। ଯଦି ଆମେ ଯାହା କରୁ ତାହା ନିର୍ବୋଧ କି ଭଲ କାମ କେମିତି ଜାଣିବା?
ମା କହୁଛନ୍ତି ଭଲ ଉପାୟ ରହିଛି, ଆମେ ସେଠିକୁ ମନେ ରଖିବା। କଣ କଣ ଉପାୟ? ଯେତେବେଳେ ତୁମ ପାଖରେ କିଛି ସମୟ ଅଛି, ତାହା ଗୋଟାଏ ଘଣ୍ଟା ହେଇଥାଉ ବା କେତୋଟି ମିନିଟ ହୋଇଥାଉ, ସେତେବେଳେ ତୁମେ ନିଜକୁ କହିବ, ଗୋଟେ ସମୟ ମିଳିଛି ଯେତେବେଳେ, କେତେ ଘଣ୍ଟା ହଉ ବା କେତେ ମିନିଟ ହଉ, ସେତେବେଳେ ତୁମେ ନିଜକୁ କହିବ, ଯାହା ହେଉ ଆପଣାକୁ ଅଭିନିବେଶିତ କରି ରଖିବାକୁ, ସଂଗୃହିତ କରି ଆଣିବାକୁ, ମୋର ଜୀବନ ଉଦ୍ଦେଶ୍ୟଟିକୁ ପୁନର୍ବାର ବଞ୍ଚି ପାରିବାକୁ ଓ ପରମ ସତ୍ୟ ତଥା ପରମ ଶାଶ୍ୱତଙ୍କ ପାଖରେ ଆପଣାକୁ ନିବେଦନ କରିବାକୁ ବର୍ତ୍ତମାନ ମୋତେ ଏତକ ସମୟ ମିଳିଲା। ଯେତେବେଳେ ସମୟ କିଛି ବାହାରିଲା, ସାଙ୍ଗେ ସାଙ୍ଗେ ଆପଣ କୃତଜ୍ଞ ହେବେ, ଯାହା ହଉ ଏତେ କାମ ଭିତରେ କିଛି ସମୟ ମୋତେ ମିଳିଲା, ଯୋଉଥିରେ ମୁଁ ନିଜ ଉପରେ ଟିକେ କନସେନଟ୍ରେଟ କରିବି, ଅଭିନିବେଶିତ ହେବି, ନିଜକୁ ଟିକେ ପର୍ଯ୍ୟବେକ୍ଷଣ କରିବି, ପରମ ସତ୍ୟଙ୍କ ସମ୍ପର୍କରେ, ପରମଙ୍କ ସତ୍ୟଙ୍କର କାର୍ଯ୍ୟ ଶୈଳୀ ବିଷୟରେ ମୋତେ ଟିକେ ଭାବିବାକୁ ସମୟ ମିଳିଲା। ଏ ଯୋଉ ଶାଶ୍ୱତ ଜୀବନ ମୋର ଯୋଉଟା ରହିଛି, ସେ ଶାଶ୍ୱତ ଜୀବନର ଯୋଉ ସମୟ ମୋତେ ମିଳିଲା, ସେ ଶାଶ୍ୱତ ଜୀବନରେ କଣ କଣ ମୋତେ କରିବାର ଅଛି ବା ଜୀବନର ଉଦ୍ଦେଶ୍ୟ କଣ, ସେ ସମ୍ପର୍କରେ ଅଭିନିବେଶିତ ହେବି ଏବଂ ଯାହା ଯାହା ଆଜି ପର୍ଯ୍ୟନ୍ତ କରି ଆସିଛି, ଭଲ ମନ୍ଦ, ସଫଳତା ବିଫଳତା, ସବୁ କିଛିକୁ ସେହି ସମୟରେ ମାଙ୍କ ପାଖରେ ବା ପରମଙ୍କ ପାଖରେ ସମର୍ପଣ କରିବା ପାଇଁ ମୋତେ କିଛି ସମୟ ମିଳିଗଲା। ଏହି ସାଙ୍ଗେ ସାଙ୍ଗେ ଏହି ଭାବନା ନିଜକୁ ଭିତରେ ଆଣିବାକୁ ଦେବେ, ନିଜକୁ କହିବେ। ବହି ପରିସ୍ଥିତି ଗୁଡ଼ିକ ଦ୍ୱାରା ଉତ୍ପୀଡ଼ିତ ନ ହେଉଥିବା ଏହି ପ୍ରତ୍ୟେକଟି ସମୟରେ ଯଦି ତୁମେ ମନେ ରଖି ଏତକ କରିପାରିବ, ତେବେ ତୁମେ ଦେଖିବାକୁ ପାଇବ ଯେ ଯଥାର୍ଥ ମାର୍ଗଟି ଉପରେ ତୁମେ ପ୍ରକୃତରେ ଅତ୍ୟନ୍ତ ବେଗର ସହିତ ଅଗ୍ରଗତି କରିବା ଲାଗିଛ। ସେଇ ସମୟରେ କଣ କରିବେ? ଏଇ ଯୋଉ ଗୁଡା କହିଗଲେ, ଟିକେ ନୀରବରେ ବସିବେ, ନିଜର କାର୍ଯ୍ୟାବଳୀକୁ, ନିଜର ଚିନ୍ତାବଳୀକୁ ଟିକେ ଅବଲୋକନ କରିବେ। ନିଜର ଯୋଉ ଅତୀତରେ ଯୋଉ ପରିସ୍ଥିତି ଆସିଥିଲା, ସେ ପରିସ୍ଥିତିରେ ଆପଣ କେମିତି ସମ୍ମୁଖୀନ ହେଇଛନ୍ତି, ସେଇ ସମୟରେ କଣ ଭାବନା ରଖିଥିଲେ ଏବଂ କଣ କାର୍ଯ୍ୟ କଲେ ଏବଂ ତାର ପରିଣାମ କଣ ହେଲା ଏବଂ ସେଥିରୁ ଆପଣ କଣ ଗ୍ରହଣ କଲେ, ଏଇ ସବୁ ଜିନିଷ ଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବେ। କରିସାରିଲା ପରେ ସବୁ ଯାକ ନେଇକିରି ପରମଙ୍କ ପାଖରେ ବା ମାଙ୍କ ପାଖରେ ନେଇକି ସମର୍ପଣ କରିବେ, ଯେ ମା, ଜୀବନର ଏଇ ପାବଛରେ ଏମିତି ସମୟ ଆସିଥିଲା, ମୁଁ ଏମିତି କାଟିଛି, କାଟି ତ ସାରିଛି, ଏହା ପରିଣାମ ବି ପାଇଛି ଏବଂ ଆଜି ମୁଁ ଜାଣିପାରୁଛି ଯେ ଏଇ ପଦକ୍ଷେପରେ ଏଇ ପ୍ରକାରର କାର୍ଯ୍ୟ ମୁଁ କରିବା ଉଚିତ ଥିଲା, କିମ୍ବା କଣ ଉଚିତ ବା ଅନୁଚିତ ମତେ କିଛି ଜଣା ଲାଗୁନି। ଆସନ୍ତା ଯୋଉ କାର୍ଯ୍ୟ ପଦକ୍ଷେପ ମୋର ରହିବ, ତାକୁ ତୁମେ ଗାଇଡ କର। এই ପ୍ରକାରର ନିବେଦନ କରିବେ, ନିଜକୁ ପର୍ଯ୍ୟବେକ୍ଷଣ କରିବେ ଏବଂ ନିବେଦନ କରିବେ। ପର୍ଯ୍ୟବେକ୍ଷଣ କଲେ ଦେଖିବେ ଯେ ଆମ ଭିତରେ ଅନେକ ସାମର୍ଥ୍ୟ ରହିଛି, କିନ୍ତୁ ତାକୁ ଆମେ ବ୍ୟବହାର କରିନାହୁଁ। ଆମ ଭିତରେ ଅନେକ ପ୍ରୟାସ କରିବାର ଯୋଉ ସଂକଳ୍ପ, ଯୋଉ ଶକ୍ତି ସବୁ ଥିଲା, ଏବେ ବି ଅଛି, କିନ୍ତୁ ମୁଁ ତାକୁ ସେତେବେଳେ ବ୍ୟବହାର କରିନଥିଲି। ଏବଂ ନିଜକୁ ଅବଲୋକନ କରି ଅନେକ ଘଟଣାର ଯୋଉ ପଶ୍ଚାତରେ ଥିବା ତାର ଯୋଉ ଉତ୍ସରୁ ସେ ଉତ୍ସରିତ ହେଇକି ଆସିଥିଲା, ତାକୁ ଆପଣ ଚିହ୍ନି ପାରିବେ। ଚିହ୍ନି ପାରିଲେ ଆପଣ କଣ କରିବେ, ପରେ ଯେତେବେଳେ ଆଉ ଗୋଟେ ପାଦ ଯେତେବେଳେ ଆଗେଇବେ, ସେତେବେଳେ ଏଇଗୁଡାକ ଆପଣଙ୍କୁ କଣ ହବ ନା, ଏକ ଯେମିତି କହନ୍ତି ଗୋଟେ ଷ୍ଟେପ ହବ, ଯୋଉଟା ଷ୍ଟେପ ଉପରେ ଦେଇକି ଆପଣ ଆହୁରି ଉପରକୁ ଉର୍ଦ୍ଧ୍ୱକୁ ଚଢିଯିବେ, ଉଠିଯିବେ। ତେଣୁ ଚେତନାର ଅଗ୍ରଗତି ପାଇଁ ନିଜର ଯାବତୀୟ ଯୋଉ କାର୍ଯ୍ୟ, ଯାବତୀୟ ସାମର୍ଥ୍ୟ, ତାକୁ ଅବଲୋକନ କରି ତାକୁ ନିବେଦନ କରିବାକୁ ସେଇ ସମୟରେ ପ୍ରୟାସ କରିବେ। ଆମେ କିନ୍ତୁ ତାହା ଚେଷ୍ଟା କରିବା, ମା କହୁଛି କଣ ନ କରିବା ନା, ଗପ କରିବାରେ, ନିରର୍ଥକ ନାନା କଥା କରିବାରେ,
ଚେତନାକୁ ନିମ୍ନକୁ ନେଇ ଆସୁଥିବା ନାନା ବିଷୟ ପାଠ କରିବାରେ ଏଠାରେ ମୁଁ ଏହି ଜାତୀୟ କେବଳ ସର୍ବୋତ୍କୃଷ୍ଟ ଉଦାହରଣ ଗୁଡିକ କଥା କହୁଛି। ତାମାନେ ଯୋଉଟା ସବୁଠାରୁ ଅଧିକ ମୁଁ ସେଇ କଥା ଗୁଡା କହୁଛି, କିନ୍ତୁ ଛୋଟ ଛୋଟ କଥା ବି ତା ଭିତରେ ଦେଖିବେ। ଯେମିତି ଗପ, ଏଣୁ ତେଣୁ ଗପସପ କରିବା, ନିରର୍ଥକ ଭାବରେ କିଛି ନାହିଁ ଖାଲି ଗପିବା, ଚେତନାକୁ ନିମ୍ନକୁ ନେଇ ଆସୁଥିବା ନାନା ବିଷୟ ପାଠ କରିବା। ଆମେ ପଢିଲା ବେଳେ ସେଇଥିପାଇଁ ବାରମ୍ବାର ଆଲୋଚନା କଲା ବେଳେ କୁହାହଉଛି, ସେଇ ପୁସ୍ତକ ଅଧ୍ୟୟନ କର, ସେଇ ଗୀତ ଶୁଣ, ସେଇ ଚଳଚିତ୍ର ଦେଖ, ସେଇ ଲୋକଙ୍କ ସହିତ ମିଶ, ଯୋଉମାନେ ତୁମର ଚେତନାର ଅଗ୍ରଗତିରେ ସାହାଯ୍ୟ କରିବେ, ଯୋଉଗୁଡିକ ତୁମର ନିମ୍ନ ଗତିବୃତ୍ତିକୁ ଉସ୍କଉଥିବ ବା ତାକୁ ଉପରକୁ ଆଣୁଥିବ, ସେ ପ୍ରକାରର ଗତିବୃତ୍ତି, ସେ ପ୍ରକାର ପୁସ୍ତକ ଅଧ୍ୟୟନ ଯେପରି ଆପଣ ନ କରନ୍ତି, ସେଥିପ୍ରତି ସତର୍କ ରହିବେ। କାହିଁକି ନା ପୁସ୍ତକର ଅନେକ ପ୍ରଭାବ ଆମ ଉପରେ ପଡେ, ସେ ଶବ୍ଦ କାହାଣୀ ଗୁଡିକର ପ୍ରଭାବ ପଡେ। ତେଣୁ ସେଇ କାହାଣୀ, ଯୋଉ କାହାଣୀରେ ଦେଖିବେ ଯେମିତି ବର୍ଣ୍ଣନା କରାଯାଏ, କେବଳ ଗୋଟେ ସାଧାରଣ ଭାବ ପ୍ରବଣତା ଥିବ, ଆସକ୍ତି ଯୁକ୍ତ ଥିବ, ସେଗୁଡାକ ଆପଣ ସେଇ ବହି ପୁସ୍ତକ ପଠନ କରିବେ ନାହିଁ। ସାମାନ୍ୟ ଭାବ ପ୍ରବଣ, ଏଇଠି ଆଖିରୁ ଲୁହ ଟିକେ ଆସିଯାଉଥିବ ଭାବିକି, ଓହୋ, ମାନେ ଏଇଗୁଡାକ ହଉଛି କେବଳ ପ୍ରାଣର ଗତିବୃତ୍ତିକୁ ଆପଣଙ୍କର ଚରିତାର୍ଥ କରୁଥିବ। ଇଏ ତ ଗଲା, ମୁଁ କହିଲି ଗୋଟେ ସାଧାରଣ ସ୍ତରର। ତାଠାରୁ ଅତି ନିମ୍ନ ସ୍ତରର ରହିଛି, ଯୋଉଗୁଡାକ କେବେ ବି ପଠନ କରିବେ ନାହିଁ। ସବୁବେଳେ ସେଇ ପୁସ୍ତକ ଅଧ୍ୟୟନ କରିବେ, ଯୋଉଗୁଡାକର ଆପଣଙ୍କ ଚେତନା ପ୍ରତି ଯେପରି ଏକ ଢାଙ୍କୁଣୀ ନ ଘୋଡେଇକିରି ଚେତନାର ଅଗ୍ରଗତି ପାଇଁ ସେ ଗୋଟେ ସାହାଯ୍ୟ, ଗୋଟେ ପାହାଚ ସଦୃଶ କାମ କରୁଥିବ। ଆପଣାର ମୁଣ୍ଡଟାକୁ ଏଣୁ ତେଣୁ ନାନା ବିଷୟରେ ଉତ୍ତପ୍ତ କରି ନ ରଖି, ଅତ୍ୟନ୍ତ ସ୍ୱଳ୍ପ ହୋଇ ରହିଥିବା ସମୟଟିକୁ ଆହୁରି ଅଧିକ ସ୍ୱଳ୍ପ କରିବାକୁ ଯିବାର ଚେଷ୍ଟା ନ କରି, ଯଦ୍ୱାରା ତୁମେ ଜୀବନର ଶେଷ ଭାଗକୁ ଆସି ଆପଣା ଅବସରଟିର 3/4 ସମୟକୁ କେବଳ ନଷ୍ଟ ହିଁ କରି ଆସିଲ ବୋଲି ଉପଲବ୍ଧି କରିବାକୁ ଆରମ୍ଭ କର। ସେତେବେଳେ ତୁମେ 2 ଗୁଣ ସମୟ ଖଟାଇବାକୁ ଇଚ୍ଛା କର, ମାତ୍ର ତାହା ଆଦୌ ସମ୍ଭବ ହୁଏ ନାହିଁ। ଅଧିକ ପ୍ରୟାସ କରିବାକୁ ଆମେ ଯୋଉ ଚେଷ୍ଟା କରୁ, ସେମିତି ହୁଏ ନାହିଁ। ସେସବୁ କୌଣସି ଚେଷ୍ଟା ନ କରି ମିତାଚାରୀ ଓ ଭାରସାମ୍ୟ ଯୁକ୍ତ ହେବା, ଧୈର୍ଯ୍ୟଶୀଳ ଏବଂ ସ୍ଥିର ହେବା ହିଁ ଅନେକ ଅଧିକ ଶ୍ରେୟସ୍କର। ତେଣୁ ଅଧିକ ଚେଷ୍ଟା କରି ବୋଲି ତରତର ନ ହେଇକିରି ଗୋଟେ ଧୀରେ ଧୀରେ ମିତାଚାରୀ, ସେଥିପାଇଁ କହୁଛନ୍ତି ଭାରସାମ୍ୟ ଯୁକ୍ତ, ବାଲାନ୍ସ ହେଇକିରି କିଛି ଯଦି କରିହବ ସେତିକି ପଦକ୍ଷେପ ନେବା। ତୁମକୁ ଯେଉଁ ଅବସରଟି ଦିଆଯାଇଛି ତାହାକୁ କଦାପି ହାତ ଛଡା କରି ନଦେବା ହେଉଛି ଅଧିକ ଯଥାର୍ଥ। ବର୍ତ୍ତମାନ ସମୟ ଆସିଗଲା, ଯଦି ଆଗରୁ ହେଇନି, ଏବେ ସମୟ ମିଳିଛି, ଏବେ ସମୟକୁ ବ୍ୟବହାର କରିବି। ଅଧିକ ଉତ୍ସାହିତ ହେଇକିରି ବଡ କାମ ନେବି ନାହିଁ, କିମ୍ବା ନିରୁତ୍ସାହିତ ହେଇକି ନିରାଶ, ହତାଶ, ବିଷାଦ ଭିତରକୁ ଚାଲିଯିବି ନାହିଁ। ନିଜକୁ ଘୃଣା କରିବି ନାହିଁ, ନିଜକୁ ହୀନ ମନେ କରିବି ନାହିଁ। ଅର୍ଥାତ୍ ତୁମ ଆଗରେ ଯେଉଁ ଖାଲି ସମୟଟି ରହିଥିବ, ତୁମେ ତାହାକୁ ଯଥାର୍ଥ ଉଦ୍ଦେଶ୍ୟଟିର ସାଧନରେ ହିଁ ବ୍ୟବହାର କରିବ। ଯେତେବେଳେ ତୁମର କିଛି କରିବାକୁ ନଥାଏ, ତୁମେ ସେତେବେଳେ ଅସ୍ଥିର ହୋଇପଡ, ଏଣେ ତେଣେ ଦୌଡ଼ିବାରେ ଲାଗିଯାଅ, ବନ୍ଧୁମାନଙ୍କୁ ସାକ୍ଷାତ କରିବାକୁ ଯାଅ, କୁଆଡେ ବୁଲି ବାହାରି ଯାଅ। ସମୟ ମିଳିଲା ତ ତାହେଲେ ବୁଲି ଆସିବା, ଟିକେ କାହାକୁ ଟିକେ ଫୋନ କରିଦେଇ ଗପି ଦବା, ବା ଗୋଟେ ବ୍ୟକ୍ତି ସହିତ ଆସିଲା ତା ସମୟ ବସିକି ଗପସପ ମାରିବା। ମା କହୁଛନ୍ତି ତୁମେ ଅସ୍ଥିର ହୋଇ ପଡ, ତେଣୁ ଏଣେ ତେଣେ ଦୌଡ଼ିବାରେ ଲାଗିଯାଅ, ବନ୍ଧୁ ମାନଙ୍କୁ ସାକ୍ଷାତ କରିବାକୁ ଯାଅ, କୁଆଡେ ବୁଲି ବାହାରି ଯାଅ। ସର୍ବୋତ୍କୃଷ୍ଟ ଉଦାହରଣ ଗୁଡିକ ଦେବାକୁ ଗଲେ ତୁମେ ଏହିପରି କିଛି ଗୋଟାଏ କର। କିନ୍ତୁ ତାମାନେ ମା ଜଣେଇ ଦେଲେ ଯେ ଏଇ ପ୍ରକାର ବୃଥା କାର୍ଯ୍ୟରେ ନିଜକୁ ବ୍ୟସ୍ତ ନ ରଖି ନିଜ ଉପରେ ସଂକେନ୍ଦ୍ରିତ ହେବେ, ଅଭିନିବେଶିତ କରିବେ, ପରମଙ୍କ ପାଖରେ ନିଜକୁ ନିବେଦନ କରିବେ। ଏଠାରେ ମୁଁ ସେଗୁଡିକ ବିଷୟ ଆଦୌ କିଛି କହୁନାହିଁ, ଯେଉଁଗୁଡାକ କରିବା ଆଦୌ ଉଚିତ ନୁହେଁ। ସେସବୁ କୌଣସି କଥା ନ କରି ତୁମେ ଆକାଶକୁ ମୁହଁ କରି ନୀରବ ହୋଇ ବସିବ। ଗୋଟେ ଫାଙ୍କା ଜାଗାକୁ ଚାଲିଯିବ, ଯାଇକି ଆକାଶକୁ ନୀରବ ହେଇକି ବସିବ। ନହେଲେ ସାମ୍ନାରେ ସମୁଦ୍ର ଥିବ କି ଗଛ ମାନେ ଥିବେ, ଯେଉଁଠି ଯାହା ସମ୍ଭବ ହେବ
ଜାଗା ଦେଖିକି ମନେ କରାଯାଉ ଆପଣଙ୍କ ଘର ପାଖରେ ଯଦି ସମୁଦ୍ର ରହିଛି ତାହେଲେ ସେଇଠିକି ପଳେଇବେ। ସମୁଦ୍ରର ବିସ୍ତାର ବିଶାଳ ଭିତରକୁ ଅ, ନିଜକୁ ନିମଜ୍ଜିତ କରିଦେବେ, ତା ଭିତରେ ନିଜେ ବୁଡିଯିବେ। ମାନେ ସମୁଦ୍ର ଭିତରେ ପଶିବେନି, ପଶିକିରି ଭାବନାରେ ବୁଡିବେ। କୋଉ ଭାବନାରେ ବୁଡିବେ? ନିମ୍ନ ଚେତନାରେ ନାଇଁ, ନିଜକୁ ସମୁଦ୍ର ସହିତ ଏକାତ୍ମ କରିବେ। କିମ୍ବା ଗଛ ଯଦି ଥିବ ଗଛ ତଳେ, ଆକାଶ ଯଦି ଥିବ ଆକାଶ ତଳେ ବସି ପୁରା ପୂର୍ଣ୍ଣ ଆକାଶକୁ ଚାହିଁବେ। ଯେଉଁଠି ସମ୍ଭବ ହବ ସେ କଥା ବି ହୋଇପାରେ। ଏବଂ ତାପରେ ତୁମେ ଏଗୁଡିକ ମଧ୍ୟରୁ ଗୋଟିକର ଉତ୍ତର ପାଇବା ଲାଗି ଚେଷ୍ଟା କରିବ। କଣ କରିବ ସେଠି ବସିକି? ଓକେ, ତୁମେ କାହିଁକି ନିଜ ଜୀବନ ଟିକେ ବଞ୍ଚୁଛ ତାହା ବୁଝିବାକୁ ଚେଷ୍ଟା କରିବ। ତୁମକୁ କିପରି ଭାବରେ ଅବଶ୍ୟ ବଞ୍ଚିବାକୁ ହେବ ସେଇ କଥାଟିକୁ ଶିକ୍ଷା କରିବ। ତୁମେ ପ୍ରକୃତରେ କଣ କରିବାକୁ ଇଚ୍ଛା କରୁଛ ଓ ତୁମର କଣ କରିବା ଉଚିତ, ଗଭୀର ଭାବରେ ସେଇ ବିଷୟରେ ଚିନ୍ତା କରିବ। ତୁମେ ଯୋଉ ଅଜ୍ଞାନ ଏବଂ ଦୁଃଖ ମଧ୍ୟରେ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଛ, ସେଥିରୁ ନିଷ୍କୃତି ଲାଭ କରିବାକୁ ହେଲେ ସର୍ବୋତ୍କୃଷ୍ଟ ଉପାୟଟି ଯେ କଣ, ତୁମେ ସେଇ ବିଷୟଟି ଉପରେ ଚିନ୍ତା କରିବ। ତୁମର ଆମ ଜୀବନର ଯୋଉ ନିରର୍ଥକତା ଆମେ ଅନୁଭବ କରୁଛୁ, ଅଜ୍ଞାନତା ଭିତରେ ଯୋଉ ବଞ୍ଚୁଛୁ, ଦୁଃଖ ପୂର୍ଣ୍ଣ ଭାବରେ ଯୋଉ ବଞ୍ଚୁଛୁ, ତା ଭିତରେ ପ୍ରକୃତରେ ସେଥିରୁ କେମିତି ନିଷ୍କୃତି ଲାଭ କରିବି, କଣ କଣ ଉପାୟ ଅଛି, ସେଇ ତାରି ଉପରେ ସେଇ ସମୟରେ ନିଜକୁ ଅଭିନିବେଶିତ କରି ରଖିବ। ତେଣୁ ଏଇଟା ଯେତେବେଳେ ମାନସିକ ଶିକ୍ଷା ହଉଛି, ମାନସିକ ଶିକ୍ଷାରେ ମା ଏଟା ବର୍ଣ୍ଣନା କରିଛନ୍ତି। ଏଠି ଆମକୁ ଆଉଥରେ କହି ଆମକୁ କ୍ଲାରିଫାଏ କରିଦେଲେ ସେ ଯେତେବେଳେ ସମୟ ମିଳୁଛି ସେ ସମୟକୁ କେମିତି ବ୍ୟବହାର କରିବେ। ମାନସିକ ଶିକ୍ଷାରେ କହୁଛନ୍ତି ମାନସିକ କର୍ଷଣ ନିହାତି ଦରକାର। ମାନସିକ କର୍ଷଣ ନହେଲେ ରୂପାନ୍ତର ପାଇଁ ଯୋଉ ପଦକ୍ଷେପ ଆପଣଙ୍କୁ ନବାକୁ ପଡିବ, ତାକୁ ଚିହ୍ନିବା ଏତେ ସହଜ ହବ ନାହିଁ। ତାକୁ ନ ଚିହ୍ନିଲେ ତାକୁ ଆପଣ କାହାକୁ ରଖିବେ, କାହାକୁ ପ୍ରତ୍ୟାଖ୍ୟାନ କରିବେ କେମିତି ଜାଣିବେ? ତେଣୁ ମାନସିକ କର୍ଷଣ ନିହାତି ଦରକାର। ଏବଂ ସେ ମାନସିକ କର୍ଷଣରେ ଗୋଟିଏ ପଦକ୍ଷେପ ରହିଛି, ଯୋଉଟା କି ଅଭିନିବେଶିତ ହବା, କନସେନଟ୍ରେଟ କରିବା। ଅଭିନିବେଶିତ ବେଳେ ଆପଣ ଯେତେ ପ୍ରଶସ୍ତ, ଯେତେ ବିଶାଳ, ଯେତେ ବିସ୍ତାର ନିଜକୁ କରିପାରିବେ। ସେଠି ବର୍ଣ୍ଣନା କଲା ବେଳେ କରୁଛନ୍ତି ଯେ ତୁମେ ଯେତେ ସମୁଦ୍ର ପାଖରେ ବସୁଛ, ଆକାଶ ତଳେ ବସୁଛ, ବା ଗୋଟେ ବିରାଟ ଝଙ୍କାଳିଆ ଗଛ ହେଇଥିଲେ ଭଲ, ଝଙ୍କାଳିଆ ଗଛ ତଳେ ବସିବ, ସେ ସମୟରେ ତୁମେ ତାଙ୍କ ସହିତ ବା ତାର ଯୋଉ ବିଶାଳତା ଭିତରେ ନିଜକୁ ଆଗ ମଜ୍ଜି ଦବ। କେତେ ବିଶାଳ ଏ ସମୁଦ୍ର, ସେ ଯୋଉ ଜଳରାଶି, ଏତେ ଜଳ ଜୀବଜନ୍ତୁ ତା ଭିତରେ ସବୁ ରହିଛନ୍ତି। ଇଏ ହଉଛି ନିଜକୁ ବିସ୍ତାର କରି କରି ଯିବ। ଏବଂ ସେଇ ବିସ୍ତାରିତ ଭିତରେ ତାପରେ ଦେଖିବେ ମୋର ସ୍ଥିତି କୋଉଠି ରହିଛି। ସେଇ ସମୁଦ୍ର ସହିତ, ଆକାଶ ସହିତ ବା ଗଛ ସହିତ ଯେତେବେଳେ ଏକାତ୍ମ ହେଇଯିବେ, ତାପରେ ଦେଖିବେ ଆମ ଜୀବନର ଯୋଉ ପାଖୁଡା ଗୁଡିକ ଆଉ ଟିକେ ଅଧିକ ସ୍ପଷ୍ଟ ଭାବେ ଦେଖାଯିବ। ସେଥିରେ କେତେ କେତେ ଅ ପକ୍ଷ ବା କେତେ କେତେ କିରଦାର ଯେମିତି କହନ୍ତିନି, ଲୋକ ଆସିବେ, କଣ କଣ ମୁଁ କରିଛି, ସବୁ ଗୁଡାକ ଯେମିତି ଗୋଟେ ଓପନ ବୁକ୍ ଭଳିଆ ଏମିତି ଖୋଲି ଧରି ହେଇଯିବ। ଖୋଲି ହେଇଗଲେ ଆପଣଙ୍କୁ ଦେଖାଯିବ କଣ କଣ ସବୁ ଆପଣଙ୍କର ସାମର୍ଥ୍ୟ ଥିଲା, କଣ କଣ ଆପଣ କରିଛନ୍ତି, ଏବଂ କେତେବେଳେ ନିରାଶ ହେଇଛନ୍ତି, କେତେବେଳେ ଉତ୍ସାହିତ ହେଇଛନ୍ତି, କୋଉ କୋଉ ବ୍ୟକ୍ତି ଆପଣଙ୍କୁ ଅଗ୍ରଗତି କରିବାରେ ସାହାଯ୍ୟ କରିଛନ୍ତି। ଏବଂ ସେଇ ଅଗ୍ରଗତି କରିବାରେ ସାହାଯ୍ୟ କରିଛନ୍ତି ଜାଣିବାକୁ ହେଲେ ତା ପୂର୍ବରୁ ଆଗ ନିଜେ ବି ଜାଣିଥିବା ଦରକାର ଯେ କୋଉ ଗୁଡାକ ଅଗ୍ରଗତି, ଚେତନାର ଅଗ୍ରଗତି। ଆଉ ଯଦି ସେଇତକ ଜାଣିନଥିବେ, ତାହେଲେ ଆପଣ କଣ କରିବେ ନା ଆପଣଙ୍କୁ କିଏ ସେ ଭଲ ଖାଇବାକୁ ଦେଇଛି, କିଏ ସେ ଆପଣଙ୍କୁ ଅର୍ଥ ଦେଇଛି, ସେଗୁଡାକ ଆପଣଙ୍କୁ ଦେଖାଯିବ। ତେଣୁ ସେତେବେଳେ ଅଧିକ ସାବଧାନ ବି ରହିବାକୁ ପଡିବ। ସେଇଥିପାଇଁ କଣ ହଉଛି ନା ପୁସ୍ତକ ଅଧ୍ୟୟନ କରିବେ, ମା ଶ୍ରୀଙ୍କ ଲେଖାକୁ ଅଧ୍ୟୟନ କରିବେ, ଯଦ୍ଵାରା ଜାଣିବେ ଯେ କୋଉଟା ଠିକ, କୋଉଟା ମତେ ଚେତନାର ଅଗ୍ରଗତି ଦିଗରେ ନିଏ। ମାନେ ଅନେକ ଅନେକ ଲୋକ ଅଛନ୍ତି ସେମାନେ ଜାଣନ୍ତି ନାହିଁ କୋଉଟା ଠିକ ବୋଲି। ସେମାନେ କେତେ ଜଣ ଅଛନ୍ତି ଅ ନିଜର ଧାରଣାକୁ ନେଇକି ବଞ୍ଚନ୍ତି, ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯାହା ଭାବନ୍ତି ସେଇଟା ଠିକ ବୋଲି ଜାଣନ୍ତି। ଆଉ କେତେ ଜଣ ଅଜ୍ଞାନତା ବଶତଃ, ଆମେ ଯେମିତି ଦେଖୁଛୁ ପିଲାମାନଙ୍କ କ୍ଷେତ୍ରରେ, ବଡ ମାନଙ୍କ କ୍ଷେତ୍ରରେ ବି ସବୁ ହଉଛି, ଆମର ଅଜ୍ଞାନତା ବଶତଃ ଆମେ କେତେ ଗୁଡାକୁ ଭାବୁ ଏଗୁଡାକ ଭଲ ବୋଲି।
ଆମେ ଅନେକ ଜିନିଷ ଭାବୁ ଯେ ଏଇଟା ଭଲ। ସେତେବେଳେ ଆମକୁ ଯେହେତୁ ଆମର ଧାରଣା ରହିଛି ଏଇଟା ଭଲ ଏଇଟା ମନ୍ଦ, ତେଣୁ ଅନ୍ୟ ବ୍ୟକ୍ତିର ଅନ୍ୟ କଥାର ଏସବୁ ଜିନିଷ ଆମକୁ ଭୁଲ ବୋଲି ଦେଖାଯାଏ। ସେଇଥିପାଇଁ କଣ କରିବେ, ଆପଣ ପୁସ୍ତକ ଅଧ୍ୟୟନ କରିବେ। ପୁସ୍ତକ ଅଧ୍ୟୟନ କଲା ପରେ ଟିକିଏ ବି ନିଜକୁ ମାଇଣ୍ଡକୁ ବ୍ୟବହାର କରିବେ ଯେ କୋଉଟା ଆପଣଙ୍କୁ ସଂକୀର୍ଣ୍ଣ କରିଦଉଛି, ବ୍ୟକ୍ତିକେନ୍ଦ୍ରିକ କରିଦଉଛି, କୋଉଟା ଆପଣଙ୍କୁ ଟିକେ ଅଧିକ ପ୍ରଶସ୍ତ କରୁଛି, ସେଗୁଡା ଆପଣ ଦେଖିପାରିବେ। ନିଜକୁ ଯେତେବେଳେ ଆପଣ ଦେଖିବେ ମତେ କଣ ସେ ପଚାରିଲାନି, ତାମାନେ ଜାଣିଗଲେ ଆପଣ ଛୋଟ ଏକ ହେଇଗଲେ, ମତେ, ମୁଁ ଗୋଟିଏ ସଂକୀର୍ଣ୍ଣ ହେଲେ। ଯେତେବେଳେ ଆମେ ଭାବୁ ଆସୁଛୁ ଆଉ ଟିକେ ଅଧିକ ପ୍ରଶସ୍ତ ହେଲେ। ଯେତେବେଳେ ପରମ ଭଗବାନ କଥା ଆସିବ, ତାମାନେ ଆପଣ ଅଧିକ ପ୍ରଶସ୍ତ ହେଇଗଲେ। ତେଣୁ ଏଇ ଛୋଟ ଛୋଟ କଥା ଗୁଡିକ ଦେଖିବେ, ଯେମିତି ତାକୁ କେନ୍ଦ୍ର କରିବେ ଯେ ପ୍ରଶସ୍ତତା ପରମଙ୍କର ପରିପ୍ରକାଶର ଯୋଉ ବିବିଧତା, ଯୋଉ ବିଶାଳତା, ଯୋଉ ପ୍ରଶସ୍ତତା, ତାକୁ କେନ୍ଦ୍ର କରିକିରି ଆପଣ ଦେଖିବେ ଯେ ଆପଣଙ୍କର ଅଗ୍ରଗତିର ପଥରେ କୋଉଟା କୋଉଟା ସାହାଯ୍ୟ କରୁଛି। ତେଣୁ ଯେତେବେଳେ ସମୟ ମିଳୁଛି ଏଣେ ତେଣେ ବୃଥା ଗପ ମା ଯାହା ଲେଖୁଛନ୍ତି ଏଣେ ତେଣେ ନିରର୍ଥକ ଗପ ପୁଳାଏ ନ କରି, ବନ୍ଧୁ ମାନଙ୍କ ସହିତ ଗଳ୍ପ ଆଳପରେ ମଜି ନ ରହି, ଅ, ତାପରେ କହୁଛନ୍ତି ଯେ ଏଣେ ତେଣେ ବୁଲିବାକୁ ପଳେଇବା କହୁଥିଲେ। କହିଲେ ଏଣେ ତେଣେ ବୁଲିବାକୁ ଯାଇକିରି ସମୟ ନଷ୍ଟ ନ କରି ନିଜ ଉପରେ ଅଭିନିବେଶିତ କରିବା ପାଇଁ ଯୋଉ ସମୟ ମିଳିଲା ତାକୁ ସଦ୍ବ୍ୟବହାର କରିବେ, ନିଜକୁ ଚିହ୍ନିବେ, ଅବଲୋକନ କରିବେ। ସେ ଆଗ ହେଲା ଅବଲୋକନ କରିବେ, ତାପରେ ସତର୍କ ହେବେ, ତାପରେ କର୍ତ୍ତୃତ୍ୱ ହାସଲ, ପ୍ରଭୁତ୍ୱ ହାସଲ। ଏଇ ଦିଗରେ ଯେପରି ଆପଣଙ୍କର ସେ ସମୟଟିକୁ ବ୍ୟବହାର କରିବେ, ସେଥିପାଇଁ ଆମେ ଚେଷ୍ଟିତ ରହିବୁ। ମା, ମା, ଥ୍ୟାଙ୍କ ୟୁ ଅଲ୍, ରବର।